ଭୁବନେଶ୍ୱରର ଖଣ୍ଡଗିରି ପାଖରେ ଅଭିରାମ ପରମହଂସ ଦେବଙ୍କର ବାର୍ଷିକ ଉତ୍ସବ ପାଳିତ ହେଉଥିଲା। ମୁଁ ସେଠାକୁ ଯାଇଥିଲି। ବହୁତ ଦିନ ପରେ ସେ ଆଶ୍ରମକୁ ଯାଇଥିଲି। ସେ ଆଶ୍ରମର ଦେଖିଲେ ଆପଣମାନଙ୍କୁ ବହୁତ ଖୁସି ଲାଗିବ, କାରଣ ଏତେ ସୁନ୍ଦର ସଜାସଜି ସେ ଆଶ୍ରମ ହେଇଥାଏ ଆପଣମାନେ ବିଶ୍ୱାସ କରିବେନି। ମୁଁ ଏକୁଟିଆ ଯାଇନଥିଲି, ମୋ ସାଙ୍ଗମାନେ ମଧ୍ୟ କିଛି ଯାଇଥିଲେ। ସମସ୍ତେ ମିଶିକିରି ଯେହେତୁ ତାଙ୍କର ବାର୍ଷିକ ଉତ୍ସବ ହେଉଥିଲା ଯାଇ ସେଠାରେ ପହଞ୍ଚିଥିଲୁ। ଦେଖନ୍ତୁ ଆପଣମାନେ କେତେ ସୁନ୍ଦର ଭାବରେ ଅଭିରାମ ପରମହଂସଙ୍କର ସିଂହାସନ ଏବଂ ସେ ବସିଛନ୍ତି। ମୁଁ ଗଲି, ନମସ୍କାର ମାରିଲି। ସେଠି ମଧ୍ୟ ଯଜ୍ଞ ବି ଚାଲିଥିଲା, ଯଜ୍ଞ ହେଉଥିଲା। ମୁଁ ଦେଖେଇବି ଆପଣମାନଙ୍କୁ, ଯଜ୍ଞ ବି ହେଉଥିଲା। ଆଶ୍ରମ ବୁଝାବୁଝି ଏ ମୋ ସାଙ୍ଗ ବନମାଳୀ ଛୁଆଳି ସିଂ ସବୁ କରେ। ସେ ଆମକୁ ନିମନ୍ତ୍ରଣ କରିଥିଲା, ଆମେ ସବୁ ଯାଇ ପହଞ୍ଚିଥିଲୁ। ବହୁତ ଖୁସି ଲାଗିଲା। ବହୁତ ଭିକ୍ଷୁକମାନଙ୍କୁ ମଧ୍ୟ ସେଦିନ ସବୁ ଖାଇବାକୁ ଦିଆଯାଉଥିଲା। ଏଠି ଦେଖନ୍ତୁ ଆଶ୍ରମ ଚାଲିଛି, ସବୁ ସାଙ୍ଗମାନେ ଆମର ସେଠି ଠିଆ ହେଇଛନ୍ତି, ସବୁ ଆସିଛନ୍ତି ସବୁ। ସବୁ ସାଙ୍ଗମାନେ ମଧ୍ୟ ସେଦିନ ସବୁ ମିଶିକିରି ଆମେ କିଛି ସାହାଯ୍ୟ, ଯିଏ ଯାହା ପାରିଲେ, ଯେତିକି ପାରିଲେ ଶକ୍ତି ଅନୁସାରେ ସାହାଯ୍ୟ ବି କରିଛନ୍ତି। ଦେଖନ୍ତୁ ଆଜ୍ଞା, ସବୁ ଭିକ୍ଷୁକମାନେ ଖିଆପିଆ କରୁଛନ୍ତି। ଭାତ ଡାଲମା ସବୁ ଭିକ୍ଷୁକମାନଙ୍କୁ ଖାଇବାକୁ ଦିଆହେଉଥାଏ। ବହୁତ ଖୁସି ଲାଗୁଥାଏ। କେବଳ ଖାଇବା ନୁହେଁ, ତା ସାଙ୍ଗରେ ସେମାନଙ୍କୁ କମଳ, ଶାଲ, ତାପରେ ଡ୍ରେସ୍, ଟଙ୍କା ଯିଏ ଯାହା ପାରିଲା ବାଣ୍ଟିଲା। ଯିଏ ପାରିଲା ଆଶ୍ରମ ପାଇଁ କିଛି ଦାନ କଲେ। ଯାହା ହଉ ଦେଖନ୍ତୁ, ଯିଏ ଯାହା ପାରିଛନ୍ତି ଦେଇଛନ୍ତି। ଶାଲଠୁ ଆରମ୍ଭ କରି, ଟଙ୍କାଠୁ ଆରମ୍ଭ କରି ସାଙ୍ଗମାନେ ମୋର ସବୁ ଦେଇଛ, ମାନେ ସାହାଯ୍ୟ କରୁ। ଲୋକମାନଙ୍କୁ ତ ଗୋଟେ ଦାନ କରିବା କଥା, ଦାନ କରିଛନ୍ତି ସମସ୍ତେ। ଆଉ ଯାହା ହଉ, ଭିକ୍ଷୁକମାନଙ୍କୁ ଦାନ କରିସାରିଲା ପରେ ଆମେ ସବୁ ସେଠି ଖିଆପିଆ କଲୁ, ଯଜ୍ଞ ଦେଖିଲୁ। କିନ୍ତୁ ସେ ପରିବେଶ ଆପଣମାନଙ୍କୁ ବହୁତ ସୁନ୍ଦର ଲାଗିବ। ଆପଣ ଯଦି କେବେ ଯାଆନ୍ତି ଖଣ୍ଡଗିରି ପାଖରେ ଥିବା ଅଭିରାମ ପରମହଂସ ଆଶ୍ରମ, ତାହେଲେ ନିଶ୍ଚୟ ଆପଣମାନଙ୍କୁ ବହୁତ ବଢ଼ିଆ ଲାଗିବ। ସେଠି ମଧ୍ୟ ତାଙ୍କର ସବୁ ବହି ବିକ୍ରି ହେଉଥାଏ। ସେଠି ଖାଇବା ପିଇବା ପାଇଁ ମଧ୍ୟ ହଲ୍ ଅଛି। ଆପଣମାନଙ୍କୁ ରହିବା ପାଇଁ ମଧ୍ୟ ସବୁ ପ୍ରକାର ସୁବିଧା ଅଛି। ତେଣୁ ଆପଣମାନଙ୍କର ସେ ଆଶ୍ରମରେ କୌଣସି ପ୍ରକାର ଅସୁବିଧା ହେବ ନାହିଁ। ତାପରେ ଆମେ ସବୁ ଖିଆପିଆ କଲୁ। ସମସ୍ତେ ଖିଆପିଆ କରି ତାପରେ ବୁଲାବୁଲି କରି ସମସ୍ତଙ୍କ ସାଙ୍ଗେ ଦେଖା ହେଇ କଥାବାର୍ତ୍ତା ହେଇକିରି ଆମେ ଘରକୁ ଆସିବାକୁ ବାହାରିଲୁ। କିନ୍ତୁ ସେ ଆଶ୍ରମ ଯେଉଁ ବାର୍ଷିକ ଉତ୍ସବ ହେଉଥିଲା ଦେଖିକିରି ବହୁତ ଖୁସି ଲାଗିଲା। ଯଦି ଆପଣମାନେ କେବେ ଯିବେ ସେଠାକୁ, ତାହେଲେ ନିଶ୍ଚୟ ମୋତେ କହିବେ। ବହୁତ ବଢ଼ିଆ ଆଶ୍ରମଟିଏ, ବହୁତ ସୁନ୍ଦର ପରିବେଶ, ଖୁସି ଲାଗିବ, ଆନନ୍ଦ ବି ଲାଗିବ।